ଅପା ଆମକୁ ପୁଣି ତାଙ୍କର ଯେଉଁ ଆଧ୍ୟାତ୍ମିକତା ହିଁ ନାରୀର ଭୂଷଣ ଏହି ପ୍ରସଙ୍ଗକୁ ନେଇ ସୁନ୍ଦର ଭାବରେ ଆଲୋଚନା ରଖିବେ। ସତରେ ସତ କଥା କହିବାକୁ ଗଲେ ଆମମାନେ କେଉଁ ଭୂଷଣକୁ ନେଇ ବର୍ତ୍ତମାନ ବଞ୍ଚୁଛୁ? ଈର୍ଷା, ଅସୂୟା, ଅହଙ୍କାର, ଲୋଭ, କାମନା, ବାସନା କେତେ କ'ଣ ନେଇ ଆମେ ଆମକୁ ସଜେଇ ଦେଇଛୁ, ଭୂଷଣ କରିକି ବହୁତ ଭଲ ପାଉଛୁ। ହେଲେ କେଉଁ ଭୂଷଣ ନେଲେ ଆମର ଏଇ ଜୀବନଟି ସାର୍ଥକ ହେବ, ଯଥାର୍ଥ ଆଧ୍ୟାତ୍ମିକତାରେ ପରିଣତ ହୋଇପାରିବ, ତାହା ଆମର ଗୋଟେ ବିରାଟ କଥା ଆମମାନଙ୍କ ପାଇଁ। ତାହେଲେ ଆମେ ଆସନ୍ତୁ ଆମର ପ୍ରିୟ ଲୀନା ଅପାଙ୍କ ଠାରୁ ପୁଣି ଶୁଣିବା ଆଧ୍ୟାତ୍ମିକତା ହିଁ ନାରୀର ଭୂଷଣ। ଅପା। ମା ମଧୁମୟୀ, ସ୍ନେହମୟୀ, କଲ୍ୟାଣମୟୀ ମା ପ୍ରଭୁ ଶ୍ରୀ ଅରବିନ୍ଦ, ଉପସ୍ଥିତ ମୋ ପରିବାରର ମଞ୍ଚାସୀନ ପୂଜ୍ୟ ଭାଇ ଅପା, ତାଙ୍କ ଚରଣରେ ମୋର ପ୍ରାଣ କୃତଜ୍ଞତା। ମଞ୍ଚ ତଳେ ବସିଥିବା ମୋର ଅତି ଆପଣାର, ମୋର ଅତି ପ୍ରିୟ ଅପା ଭାଇମାନଙ୍କୁ ପ୍ରଣାମ କୃତଜ୍ଞତା। ଆଗରେ ବସିଥିବା କୁନି କୁନି କଳିକାମାନଙ୍କୁ ମୋର ଅନେକ ଶ୍ରଦ୍ଧା। ଅପା ଭାଇମାନେ ବହୁତ ସୁନ୍ଦର ସୁନ୍ଦର କଥା କହିଗଲେ। ତ ବିଷୟ ହେଉଛି ନାରୀର ଆଭୂଷଣ କ'ଣ? ତ ଏଇ ଆଭୂଷଣ ଉପରେ ଆମେ ସମସ୍ତେ ଓତପ୍ରୋତ ଭାବରେ ସମସ୍ତେ ଟିକେ ଆମେ ଜାଣିଛନ୍ତି। ଥରେ ଗୋଟିଏ ହାତୀକି ତାର ମାହୁନ୍ତ ଆଣିକି ବାନ୍ଧୁଛି କେଉଁଠି ନା ଗୋଟିଏ ଛୋଟିଆ ଖୁଣ୍ଟରେ। ମାହୁନ୍ତର ସାଙ୍ଗ ପଚାରୁଛି, କିରେ ତୋ ହାତୀର ଏତେ ଶକ୍ତି, ସେ ଗୋଟିଏ ଗୋଟିଏ ବଣକୁ ପୁରାପୁରି ସବୁ ଗଛକୁ ଭାଙ୍ଗିକି ଏକା ସାଙ୍ଗରେ ଏକାଠି କରିଦେଉଛି, କିନ୍ତୁ ଏଡ଼ିକି ଟିକିଏ ତୁ ବାଉଁଶରେ ବାନ୍ଧି ଦେଉଛୁ ଗୋଟିଏ ଛୋଟିଆ ଦଉଡ଼ିରେ, ସେ କେମିତି ରହୁଛି? ନା ସେ ଭୁଲି ଯାଇଛି। ମୁଁ ତାକୁ ଜନ୍ମରୁ ଏଇ ଛୋଟିଆ ବାଉଁଶରେ, ଏଇ ଦଉଡ଼ିରେ ମୁଁ ତାକୁ ଯେତେବେଳେ ସେ ଛୋଟଟେ ହେଇଥିଲା ମୁଁ ତାକୁ ବାନ୍ଧିଦିଏ, ଆଉ ଆଜି ବି ମୁଁ ତାକୁ ସେଇ ବାଉଁଶରେ ସେଇ ଛୋଟିଆ ଦଉଡ଼ିରେ ବାନ୍ଧି ଦେଉଛି। ସେ ଭୁଲି ଯାଇଛି ତାର ଏତେ ସାମର୍ଥ୍ୟ। ସେ ଜାଣିଛି ମୁଁ ଏଇ ବାଉଁଶରେ ବନ୍ଧା ହେଲେ ମୁଁ ଆଉ ମୁକୁଳି ପାରିବିନି। ଅପା କହୁଥିଲେ, ତ ଆମର ଏଇ ନାରୀମାନେ ଆଜି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପାଇଲଟ, କେତେ ବଡ଼ ବଡ଼ ଡକ୍ଟର, ଏତେ ବଡ଼ ବଡ଼ ହେଇକି ଦେଖାଉଛନ୍ତି ହାତୀ ଭଳିଆ, ବଣକୁ ଭାଙ୍ଗି ଦେଉଛନ୍ତି, ଗଛକୁ ଭାଙ୍ଗି ଦେଉଛନ୍ତି, କିନ୍ତୁ ନିଜର ଅସ୍ତିତ୍ୱ ଗୋଟିଏ ସାମାନ୍ୟ ଗୋଟିଏ ବାଉଁଶ ଯାହା ଆମକୁ ବାନ୍ଧିକି ରଖିଛି ଆମ ଜୀବନକୁ, ସେ ବାଉଁଶକୁ ଫିଟେଇବା ପାଇଁ, ସେଇ ଛୋଟିଆ ଦଉଡ଼ିଟାକୁ ଫିଟେଇବା ପାଇଁ ଯେ ଆମେ ଭୁଲି ଯାଇଛନ୍ତି, ଆମେ ତାରି ସେଇ ରଜ୍ଜୁରେ ସେଇ ଦଉଡ଼ିରେ ବନ୍ଧା ହେଇକି ଅଛନ୍ତି। ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ଆମର ଅସ୍ତିତ୍ୱ। ଆମେ ଭାବୁଛନ୍ତି ଏ ବନ୍ଧନରୁ ଆମେ ଖୋଲା ହେଇକି ଯାଇପାରିବାନି, ଆମର ସେ ସାମର୍ଥ୍ୟ ନାହିଁ। ତେଣୁକରି ଗୋଟିଏ ନାରୀ, ସେ ନାରୀର ଗୁଣଧର୍ମ ଥିଲେ ତାକୁ ଆମେ କହିବା ନାରୀ। ସୂର୍ଯ୍ୟର ଗୁଣଧର୍ମ କ'ଣ? ନା ଆଲୋକ। ଭାଇ ତ କେତେ ସୁନ୍ଦର ଭାବରେ ବର୍ଷା, ସୂର୍ଯ୍ୟ, ଗଛ କେତେ ସୁନ୍ଦର ଭାବରେ ଦୟା ଭାଇ ଆମର କେତେ ସୁନ୍ଦର ଭାବରେ ବନେଇଛୁ ନେଇ କହୁଥିଲେ। ତ ଗୋଟିଏ ସୂର୍ଯ୍ୟର ଗୁଣଧର୍ମ ଥିଲେ ତାକୁ ଆମେ ସୂର୍ଯ୍ୟ ବୋଲି କହିବା। ଗୋଟିଏ ଫୁଲର ଗୁଣଧର୍ମ ଥିଲେ ତାକୁ ଆମେ ଫୁଲ ବୋଲି କହିବା। ତାର ମଧୁରତା, ତାର ସୁବାସ, ତାକୁ ଫୁଲ ବୋଲି କହିବା। ନା ଖାଲି ଗୋଟିଏ ସୂର୍ଯ୍ୟର ମଡେଲକୁ ଆମେ ବ୍ଲାକ୍ ବୋର୍ଡରେ ସୂର୍ଯ୍ୟ କରିଦେଲେ ତାକୁ ଆମେ କହୁଛନ୍ତି ସୂର୍ଯ୍ୟ। ଗୋଟିଏ ସୂର୍ଯ୍ୟର ମଡେଲକୁ କରିଦେଲେ ତାକୁ ବି ଆମେ କହୁଛନ୍ତି ସୂର୍ଯ୍ୟ। ତା ସୂର୍ଯ୍ୟର ମଡେଲ ନା ସୂର୍ଯ୍ୟ। ଆମେ ବହିରେ ଥିବା ସୁନ୍ଦର ସୁନ୍ଦର ଫୁଲକୁ ଦେଖିକି ଆମେ କହୁଛନ୍ତି ଫୁଲ, ତାହା ଫୁଲର ଚିତ୍ର ନା ଫୁଲ। ତେବେ ଆମେ ନାରୀ ନା ନାରୀର ମଡେଲ ନା ନାରୀର ଚିତ୍ର? ଯଦି ଗୋଟିଏ ସୂର୍ଯ୍ୟର ଗୁଣଧର୍ମ ରହୁନାହିଁ ତାକୁ ଆମେ ସୂର୍ଯ୍ୟର ମଡେଲ ବୋଲି କହୁଛନ୍ତି। ଯଦି ଗୋଟିଏ ଫୁଲର ଯଦି ନେଚୁରାଲ ହେଉଛି, ଫଟୋରେ ଦେଖି ଆମେ କହୁଛନ୍ତି ଫୁଲର
ଚିତ୍ରପଟ। କାରଣ ସେ ଖାଲି ଗୋଟିଏ କାଗଜ, ତାର ସେଥିରୁ ସୁବାସ ବାହାରୁନି, ତାର ଗୁଣଧର୍ମ ନାହିଁ। ତେଣୁ ଆମେ ଯେଉଁମାନେ ବର୍ତ୍ତମାନ ଆମେ ଯେଉଁ ନାରୀ ବୋଲି କହୁଛନ୍ତି, ଯେଉଁ ନାରୀ କି ପ୍ରଭୁ କହୁଛନ୍ତି, ଯେଉଁ ଅଧିମାନସ ଯେଉଁ ଯୁଗ ଆସୁଛି, ତାର ଦାୟିତ୍ୱ ନେବ ହେଉଛି ନାରୀ, କାରଣ ସିଏ ହେଉଛି କ୍ରିୟାକର୍ତ୍ରୀ। ତେଣୁକରି ଯେଉଁ ନାରୀ ଏତେ ବଡ଼ ଦାୟିତ୍ୱ ନେବ, ପ୍ରକୃତରେ ସେଇ ନାରୀର ଗୁଣଧର୍ମ ଆମ ପାଖରେ ଅଛି କି ନା ଆମେ ନାରୀର ଗୋଟିଏ ଗୋଟିଏ ମଡେଲ? ଯଦି ଗୁଣଧର୍ମ ନାହିଁ ତ ଆମେ ଗୋଟିଏ ଗୋଟିଏ ମଡେଲ। ତେଣୁ ସେ ନାରୀର ଗୁଣଧର୍ମ କ'ଣ? ପୁଣି କହୁଛନ୍ତି ନା ଦିବ୍ୟ ଯୁଗ ସ୍ଥାପନାରେ ନାରୀ। ଏଇସବୁ ଛୋଟିଆ ଛୋଟିଆ ବହି ଆମକୁ ବାବାଜୀ ଦେଇ ଯାଇଛନ୍ତି, ତାଙ୍କ ଚରଣ କମଳରେ ଅନେକ ଅନେକ କୃତଜ୍ଞତା। ତେବେ ଏଇ ଯେଉଁ ଦିବ୍ୟ ଯୁଗ ସ୍ଥାପନାରେ ଯେଉଁ ନାରୀ, ତା ଭିତରେ ସେଇ ଦିବ୍ୟତା, ସେଇ ଆଧ୍ୟାତ୍ମିକତା ଥିଲେ ତ ସେଇ ଦିବ୍ୟ ଯୁଗଟାକୁ ଯିଏ ଆଗେଇ ନେବ। ଯଦି ଦିବ୍ୟ ଯୁଗ ଗୋଟିଏ ଯାନ ହୁଏ, ତାକୁ ପରିଚାଳନା କରିବ ସେଇ ଦିବ୍ୟ ନାରୀ। ତା ଭିତରେ ସେଇ ଦିବ୍ୟତା, ତା ଭିତରେ ସେଇ ଆଧ୍ୟାତ୍ମିକତା ଥିଲେ ତ ଆଗରେ ଛୋଟିଆ ଛୋଟିଆ କଳିକା ମାନେ ବସିଛନ୍ତି। ତ ଭାଇ ତ ଗୁଢ଼ ତଥ୍ୟ ଉପରେ କହିବେ, ତାଙ୍କ ପାଇଁ ବିଶେଷ କରି ଛୋଟିଆ ଗପଟି ପିଲାମାନେ ମନ ଦେଇକି ଶୁଣିବ। ତୁମରି ଭଳିଆ 2 ଜଣ ପିଲା ସ୍କୁଲକୁ ଯାଆନ୍ତି, ପାଠ ପଢ଼ନ୍ତି। ତାଙ୍କ ମାଆ ମାନେ ବି ନେଇକି ତାଙ୍କୁ ବସ୍ରେ ନେଇକି ଛାଡ଼ନ୍ତି। ଜଣଙ୍କର ମାଆ ଯେତେବେଳେ ବସ୍ରେ ଆଣିଛନ୍ତି ଛାଡ଼ିବା ପାଇଁ, ସେତେବେଳେ ଦେଖିଛନ୍ତି ଜଣେ କ'ଣ କରୁଛି? ଭିକ୍ଷା ମାଗୁଛି। ସେ ତଳୁ ଗୋଟେଇକି ଖାଉଛି। ସେଇଠୁ ତା ମାଆ ଭିତରୁ ଜଣେ ମାଆ କହୁଛି, ଦେଖ ମା, ତୁ ଯଦି ପାଠ ପଢ଼ିବୁ ତାହେଲେ ଏଇଭଳିଆ ଏମିତି ଯେମିତି ଆଉ କେହି ବି ବିଶ୍ୱରେ ନ ରୁହନ୍ତି, କେହି ବି ଯେମିତି ଆଉ ଗୋଟେଇକି ନ ଖାଆନ୍ତି, କେହି ଯେମିତି ଆଉ ଏମିତି ବିଶ୍ୱରେ ଭିକାରେ ନ ହୁଅନ୍ତି, ତୁ ସେମିତି ଭାବରେ ପାଠ ପଢ଼ିବୁ ମନ ଦେଇକି। ଆଉ ଜଣେ ମା, ସିଏ କହୁଛି, ଦେଖ ଝିଅ, ତତେ ମୁଁ ପାଠ ପଢ଼ଉଛି, ତୁ ପାଠ ପଢ଼ିକି ଏମିତି ଭିକାରୀ ହେବୁନି, ଗୋଟେ ବଡ଼ ଚାକିରି କରିବୁ, ନହେଲେ ଗୋଟେ କିଛି ଗୋଟେ ଭଲ ହବ, ଯେମିତି ତୁ ଏମିତି ଭିକାରୀ ହେବୁନି। କିନ୍ତୁ 2 ଜଣ ଯାକ ଭିତରେ ବହୁତ ଭଲ ସାଙ୍ଗ। 2 ଜଣ ଯାକ ସ୍କୁଲ ଯାଆନ୍ତି, ମନ ଦେଇ ପାଠ ପଢ଼ନ୍ତି, ମନ ଦେଇକି ସବୁ କିଛି କାମ କରନ୍ତି, କେହି କାହାକୁ ଛାଡ଼ନ୍ତିନି। ଏମିତି ପରସ୍ପର ଭିତରେ ବି ବଢ଼ିବାକୁ ଲାଗିଲେ ଶିକ୍ଷା। ତାଙ୍କ ଭିତରେ ଇଏ ଗୋଟେ ଚେତନାର ପାଠ ପଢ଼େ, ସିଏ ଗୋଟେ ଚେତନାର ପାଠ ପଢ଼େ। ତାଙ୍କ ଭିତରେ ତମେ ଯେମିତି ସବୁ ଭାଲୁକୁଣି ଓଷା କେତେ କ'ଣ ସବୁ କରୁଛ, ଏବେ ତ ସବୁ ଭାଲୁକୁଣି ଓଷାରେ ବି ସବୁ ଡିଜେ ବଜେଇଲେଣି। ରାତିରେ ଆମ ଆଶ୍ରମରେ ଆସିକି ସବୁତକ ଗୋଲାପ ଗଛ ଏକାଥରେ ଉଠେଇକି ନେଇଗଲେ। ରିଲିକ୍ସ ଆସିବ ବୋଲି ସବୁ ହାଇବ୍ରିଡ୍ ଗଛ ସବୁ ଲଗା ହେଇଥିଲା, ରାତିରେ ସବୁତକ ଆସି ଭାଲୁକୁଣି ଓଷା କରିବେ ବୋଲି ଉଠେଇକି ନେଇଗଲେ। ତେବେ ଏଇ ସବୁ ଭାଲୁକୁଣି ଓଷା ସବୁ ଏବେ ହେଉଛି। ତା ଭିତରୁ ଜଣେ ସେଇ ଜାମା କହିଥିଲା, ତୁ ପୁରା ବହୁତ ଧନୀ ହେବୁ, ମୁଁ ତତେ ସେଇଥିପାଇଁ ପାଠ ପଢ଼ଉଛି। ତେଣୁକରି ସିଏ କ'ଣ କହିଲା, ସିଏ ବି ଏମିତି ଓଷା ଆସିଛି, ସିଏ ବି ଓଷା କରୁଛି। କହୁଛି, ଦେଖ ସାଙ୍ଗ, ଆମେ ବି ଓଷା କରିବା, ତୁ ଓଷା କରିବୁ ନା? ସେଇଠୁ ସିଏ କହୁଛି, ମୁଁ ଓଷା କରିବି ଯେ ମୋ ମାଆକୁ ପଚାରିକି କରିବି। ତମ ମାଆକୁ ପଚାରିକି କରିବ? ଠିକ୍ ଅଛି। ସେଇ ତା ମାଆକୁ ଯାଇକି ପଚାରୁଛି, ମା, ଦେଖ ମୋ ସାଙ୍ଗମାନେ ସବୁ ରାତିରେ କେତେ କଷ୍ଟ କରି ସବୁ ଏମିତି ଫୁଲ ତୋଳୁଛନ୍ତି, ଇଏ କରୁଛନ୍ତି, କେତେ ମଜା କରୁଛନ୍ତି, ଡିଜେ ବଜାଉଛନ୍ତି, କେତେ କ'ଣ କରୁଛନ୍ତି, ମୁଁ ବି ତାଙ୍କ ସହିତ ମିଶିବି। ସେ କହିଛି, ଦେଖ ମା, ତୁ କାହାକୁ ପୂଜା କରିବୁ ନା କୋଉ ମାଆଙ୍କୁ ସେ କହୁଛନ୍ତି ନା ତୁ ମାଆଙ୍କୁ ପୂଜା କରିବୁ, ଯାହାକୁ ଆମେ ଉପାସନା କରିବା ଆମେ ତାରି ପରି ହେବା ପାଇଁ ଚେଷ୍ଟା କରିବା। ତେଣୁ ପୂଜା କରିବାର ଅର୍ଥ ନୁହଁ ଫୁଲ, ଧୂପ, ଉପାସ ଏମିତି କରିବା। ମୁଁ ତତେ କହୁଛି, ତୁ ଜୀବନ ସାରା ମା, ତୁ ଯାହାକୁ ମାନୁଛୁ ମାନ, ଯାହାକୁ ପୂଜା କରୁଛୁ କର, ତୁ ଯାହାକୁ ଗ୍ରହଣ କରୁଛୁ କର, କିନ୍ତୁ ଯାହାକୁ ତୁ କରିବୁ ଭିତରେ ଗ୍ରହଣ, ତୁ ତାରି ପରିକା ହେବା ପାଇଁ ଚେଷ୍ଟା କରିବୁ।
ତାହା ହିଁ ହେଉଛି ପ୍ରକୃତରେ ପୂଜା, ତାହା ହିଁ ହେଉଛି ପ୍ରକୃତରେ ଉପାସନା। ତେଣୁକରି ହଉ ଠିକ୍ ଅଛି ମା, ଆଉ କିଛି କହିନି। ଏମିତି ଭିତରେ ଭିତରେ ପରସ୍ପର ଭିତରେ ବଡ଼ ହେଇଛନ୍ତି, ପରସ୍ପର ଭିତରେ ବିବାହ କରିଛନ୍ତି। ବିବାହ କରିଛନ୍ତି ଗୋଟିଏ ଗାଁରେ, ଦୁଇ ଜଣ ଯାକ ବିଜନେସ୍, ଆର ସ୍ୱାମୀ ବି ବିଜନେସ୍, ତାର ସ୍ୱାମୀ ବି ବିଜନେସ୍। ଯିଏ ଟିକେ ମାନେ ପାଠ ପଢ଼ିଛି, ଟିକେ ମାନେ ତା ଭିତରେ ଟିକେ ଇଗୋ ଅଛି, ତା ସ୍ୱାମୀ ଟିକେ ହେଉଛି ଟିକେ ବିଗିଡ଼ି ଯାଇଛନ୍ତି ସେ, ଆଉ ଆ ସ୍ୱାମୀଟି ବହୁତ ନମ୍ର। ପରସ୍ପର ଭିତରେ ଚେଷ୍ଟା କରିଛନ୍ତି ଯେ ଆମେ ପରସ୍ପର ସବୁବେଳେ ଭେଟ ହୁଅନ୍ତି, କଥା ହୁଅନ୍ତି। ଇଏ ସବୁବେଳେ ଯେମିତି ଛୋଟବେଳେ ତାକୁ ସବୁବେଳେ ପ୍ରେରଣା ଦିଏ, ସେମିତି ତାକୁ ପ୍ରେରଣା ଦଉଛି, ଦେଖ ତୁ ଟିକେ ମୋ କଥା ମାନୁନୁ, ପାଠ ପଢିଲା ବେଳେ ବି ତୁ ଶୁଣିଲୁନି ମୋ କଥା, ତୁ ଛୋଟବେଳୁ କିଛି ବି ମୋ କଥା ମାନୁନୁ, ତୁ ଏଥର ଟିକେ ମାନ, କାରଣ ତୁ ବା ସଂସାର କଲୁଣି, ତୋର ବା ଛୁଆ ପିଲା ଆଗକୁ ହବ। ତୁ ଯଦି ଏମିତି ରହିବୁ ତୋ ଛୁଆ ପିଲା କେମିତି ମଣିଷ ହେବେ କହିଲୁ? ତୁ କେମିତି କହିଲୁ ତୋ ସ୍ୱାମୀ କେମିତି, ତୁ ଗୋଟେ ସ୍ତ୍ରୀ ହେଇକି ଆସିଛୁ, ତୋ ସ୍ୱାମୀକି ତୁ ଆହୁରି ମାନେ ବଡ଼ ମଣିଷ କରିବୁ। ତୁ ସିନା ଟିକେ ସେମିତି ଚାଲାକ ଚତୁର ହେଲେ, ତୁ ଯଦି ସେମିତି ହୁଣ୍ଡି ରହିଥିବୁ ତାହେଲେ ତୁ ସେମିତି ପଡ଼ି ରହିଥିବୁ। ନା କ'ଣ ତୁ କହୁଛୁ ମୁଁ କିଛି ବୁଝିପାରୁନି। ନା ଦେଖ ତୋ ସ୍ୱାମୀ ବି ବେପାର କରୁଛନ୍ତି, ମୋ ସ୍ୱାମୀ ବି ବେପାର କରୁଛନ୍ତି। ମୁଁ ଏତିକି ଦିନ ଭିତରେ ଆସିବା ଭିତରେ ଦେଖୁନୁ ମୋ ସ୍ୱାମୀ କେତେ ଆଡ଼ଭାନ୍ସ କଲେଣି, ଦେଖୁନୁ କେମିତି ଘର ଥିଲା, ମୁଁ କେମିତି ବଦଳେଇ ଦେଲିଣି। ନା ତୁ କେମିତି ବଦଳେଇ ଦେଲୁ କିଲୋ? ନା କେମିତି ବଦଳେଇ ଦେଲି ତୁ ଜାଣିନୁ? ତୁ ଏମିତି ସଚ୍ଚୋଟ ଭାବରେ କଲେ ବେପାର କ'ଣ ଉଠି ପାରିବ? ତୋର ସେଇ ସଚ୍ଚୋଟ ପଣିଆଟା ଗଲାନି। ନା ମୁଁ କ'ଣ କରିବି, ମୋ ମା ତ ମୋତେ ଭିତରୁ ସେମିତି କରିକି ତିଆରି କରିଛି ନା, ମୁଁ ବଦଳି ପାରୁନି। ନା ତୋ ସ୍ୱାମୀକି ଟିକେ ମୁଣ୍ଡରେ ଟିକେ କହ, ତାକୁ ଟିକେ ଶିଖାଅ ଟିକେ, ଆଉ ଯାହା ଯାହା ଟିକେ ଆଣିବୁ ତାକୁ ସବୁ କେତେ ପ୍ରକାର ଅଛି ନା, 1 ନମ୍ବର 2 ନମ୍ବର 3 ନମ୍ବର ଜିନିଷ, ଏମିତି କ'ଣ କରିକି ଏମିତି ସଚ୍ଚୋଟ ଉପାୟରେ ତୁ କରିବୁ? ତୋ ସ୍ୱାମୀ ଟିକେ କହ, ଟିକେ ଠକିବ ନା, ଆଉ ଟିକେ ଭେଜାଲ ଟିକେ କରିବ ନା। ନା ନା ସେମିତି କାମ ମୁଁ କେବେ ବି କରିବିନି, ମୁଁ ପରା ତାଙ୍କ ସ୍ତ୍ରୀ। ମୋ ମା କହିଛି ସ୍ୱାମୀ ସ୍ତ୍ରୀ ହେଉଛି ଧର୍ମ ପତ୍ନୀ, ଯିଏ ତାର ସ୍ୱାମୀକୁ ପତନରୁ ରକ୍ଷା କରେ ସିଏ ହେଉଛି ଧର୍ମ ପତ୍ନୀ। ମୁଁ କେମିତି ମୋ ପତିକି ପତନ ଦିଗରେ ଗଡ଼େଇ ଦେବି କହିଲୁ? ସେମିତି ହୋସ୍, ଆଉ ଅଛି ସେ ଯୁଗ? କୋଉଠି ଆଉ ପତନ ଅଛି? ଆଜିକାଲି ଯୋଉ ସମାଜ ନା, ଏଇ ସମାଜରେ ଯେତେ ବଡ଼ ହେବା, ଯେତେ ଆମର ଆଧିପତ୍ୟ ରହିବ, ଯେତେ ଗାଡ଼ି ବ୍ୟାଙ୍କ ବାଲାନ୍ସ ସବୁ ଦାମୀ ମୋବାଇଲ ଆଉ ପେପରରେ ନା ବାହାରିବ, ତାର ସିନା ମର୍ଯ୍ୟାଦା ଅଛି। ଏମିତି ହେଲେ ତୋତେ କିଏ ଜାଣିବ? ନା ମୋ ମା କହିଛି କେହି ତୋତେ ବୁଝିବା ଦରକାର ନାହିଁ, କେବଳ ତୋତେ ଜଣେ ବୁଝିବା ଦରକାର, ଯିଏ ତୋର ଅନ୍ତରର ସାଥୀ, ସେହି ତ ମୋତେ ଦେଖୁଛି। ନା କାହିଁ ସେ ତୋତେ ଦେଖିଲେ ତ କ'ଣ ହେଇଗଲା? ନାଇଁ ମୁଁ ପାରିବିନି। ଧୀରେ ଧୀରେ ଇଏ ବଡ଼ଲୋକ ହେଇଯାଇଛି, ଗାଡ଼ି କୋଠା ବାଲାନ୍ସ, ପେପରରେ ବି ତାର ନାଁ ପୁରାପୁରି ବାହାରିଛି, ଆଉ ମାନେ ସବୁଦିନ ପେପରରେ ନା। ଦେଖୁଛୁ ମୋ ସ୍ୱାମୀର ନା ସବୁବେଳେ ପେପରରେ ନା। ତୋ ସ୍ୱାମୀକି ତ କେହି ବି ଜଣେ ଚିହ୍ନି ପାରୁନାହାନ୍ତି, କେହି ବି ତୋ ସ୍ୱାମୀକୁ ଜାଣୁନାହାନ୍ତି। ଆଉ ମୋ ସ୍ୱାମୀ ଯୋଉ ସଭା ସମିତିକି ଗଲେ ଖାଲି କରତାଳି ଫୁଲମାଳ ପେପରରେ ବାହାରୁଛି, କେତେ ଦେଖ ମୁଁ କେତେ ଆରାମରେ ଅଛି, ଆଉ ତୋ ଛୁଆ ପିଲା ସେମିତି ସାଇକେଲରେ ଯାଉଛନ୍ତି, ଭଙ୍ଗା ସାଇକେଲରେ, ଆଉ ମୋ ଛୁଆ ପିଲା ଦେଖ କେମିତି ଯାଉଛନ୍ତି କେଡ଼େ ବଡ଼ ଗାଡ଼ି ନେଇକି। ନା ହଁ ଠିକ୍ ଅଛି ଯେ, କିନ୍ତୁ ମୁଁ ଏଇଥିରେ ବହୁତ ଆନନ୍ଦରେ ଅଛି। ନା କି ଆନନ୍ଦ ଦେଖାଉଛୁ ତୁ? ଏମିତି ହେଇକି ପରସ୍ପର ଭିତରେ ଇଏ ବଢ଼ି ଚାଲିଛି, ଆହୁରି ବଢ଼ି ଚାଲିଛି, ଆହୁରି ବର୍ତ୍ତମାନର ପ୍ରତିଷ୍ଠା ଆହୁରି ବଢ଼ି ଚାଲିଛି, କିନ୍ତୁ ସେ ଏମିତି ହେଇକି ଅଛି। ହଠାତ୍ କିଛି ଦିନ ପରେ କ'ଣ ଗୋଟିଏ ଆକ୍ସିଡେଣ୍ଟ ହେଇଛି। ଉଭୟ ଏ ସ୍ୱାମୀ ସ୍ତ୍ରୀ, ସେ ସ୍ୱାମୀ ସ୍ତ୍ରୀ, ଆଙ୍କ ଭିତରେ ସବୁବେଳେ ଭାବ ଥାଏ, ସମ୍ପର୍କ ଥାଏ, ଯୁଆଡ଼େ ଯାଆନ୍ତି ସାଙ୍ଗ ହେଇକି ଯାଆନ୍ତି। ଉଭୟଙ୍କର ଆକ୍ସିଡେଣ୍ଟ ହେଇଛି, 4 ଜଣ ଯାକ ସେଇଠି ଡେଥ୍ ହେଇଯାଇଛି। ଯେତେବେଳେ 4 ଜଣ ଯାକ ମରିଗଲା ପରେ ଯେତେବେଳେ ଯାଉଛନ୍ତି,
ସେତେବେଳେ ଜଣେ ସ୍ୱର୍ଗଦୂତ ଆସିକି ଅଟକେଇ ଦେଇଛନ୍ତି, ରହିଯାଅ ତମେ। ନା କାହିଁକି ରହିଯିବୁ? ନା ଜଣକ ପାଇଁ ଆସୁଛି ସ୍ୱର୍ଣ୍ଣ ବିମାନ। ସେ ସ୍ୱର୍ଣ୍ଣ ବିମାନରେ ଯିବେ, ଆଉ ଜଣେ ଏଇ ଅନ୍ଧାର କୋଡ଼ିଆରେ ରହିବେ ଆଉ 2 ଜଣ। ସେଇଠୁ ଯିଏ ଧନୀ ସ୍ତ୍ରୀ ଲୋକ, ଯିଏ ବହୁତ କୋଟିପତି ହେଇଯାଇଥିଲେ, ସିଏ କହିଲେ ମୁଁ ବୋଧେ ମୋ ପାଇଁ ସ୍ୱର୍ଣ୍ଣ ବିମାନଟା ଆସିଲାଣି, ମୁଁ ହିଁ ଯିବି, ମୋ ସ୍ୱାମୀ ଯିବେ, ମୁଁ ଯିବି। ନାଇଁ ନାଇଁ, ତମ ପାଇଁ ସେ ସ୍ୱର୍ଣ୍ଣ ବିମାନ ନୁହଁ। କାହିଁକି ମୋ ପାଇଁ ସ୍ୱର୍ଣ୍ଣ ବିମାନ ନୁହଁ? ଆମେ ତ ବହୁତ, ଆମେ 6 ତାଲା ବିଲ୍ଡିଂରେ ରହୁଥିଲୁ, ଆମର 4-4ଟା ଗାଡ଼ି, 10-10ଟା ମୋବାଇଲ, କେତେ ପ୍ରତିଷ୍ଠା, କେତେ ପ୍ରଶଂସା। ନା କୋଉଠି ସେ ପ୍ରତିଷ୍ଠା, କୋଉଠି ସେ ପ୍ରଶଂସା, କୋଉଠି ସେ ଗାଡ଼ି, କୋଉଠି ସେ ଘର? ଦେଖାଅ ତ କାହିଁ? ସେଗୁଡ଼ାକ ସେଠୁ 2 ଜଣ ଯାକ ଅନେଇ ପକେଇଲେ, ସେଗୁଡ଼ା କ'ଣ ଆଣି ହୁଏ? ସେଗୁଡ଼ା ସବୁ ମୋ ସ୍ଥାନରେ ରହିଯାଇଛି। ତମେ ଆଣିଛ କ'ଣ? କହୁଛ ତ ତମ ସ୍ୱାମୀ ପାଇଁ ତମେ ଏତେ କିଛି କଷ୍ଟ କରିଛ, କ'ଣ ଆଣିଛ ତମ ସ୍ୱାମୀ ପାଇଁ? ଏଠି ତମେ କ'ଣ ଆଣିଛ କୁହ? ନା ସିଏ କ'ଣ ଆଣିଛି କି? ତାକୁ ତ କେହି ଆମ ଗାଁରେ ବି ଚିହ୍ନନ୍ତିନି, 1-2 ଜଣ। ସିଏ ତା ଜୀବନରେ କ'ଣ କରିଛି କି? ତାଙ୍କ ପାଇଁ ସ୍ୱର୍ଣ୍ଣ ବିମାନ, ସିଏ ଯିବେ ସ୍ୱର୍ଣ୍ଣ ବିମାନ, ତାଙ୍କ ସ୍ୱାମୀ ଯିବେ ସ୍ୱର୍ଣ୍ଣ ବିମାନରେ, ମୋ ସ୍ୱାମୀ ରହିବେ ଏଇ ଅନ୍ଧାର ଘରେ ରହିବେ। ନା ସିଏ ତାଙ୍କ ସ୍ୱାମୀ ପାଇଁ ଏମିତି କିଛି କରିଛନ୍ତି, ପ୍ରକୃତରେ ସିଏ ହେଉଛନ୍ତି ଧର୍ମପରାୟଣ ନାରୀ, ସିଏ ହେଉଛନ୍ତି ଧର୍ମପତ୍ନୀ। ଆଜି ଯଦି ତାଙ୍କ ସ୍ୱାମୀ ସ୍ୱର୍ଣ୍ଣ ରଥରେ ବସିକି ଦେବରୁଡ଼କୁ ଯଦି ଯାଉଛନ୍ତି, ଦେବସଭାକୁ ଯଦି ଯାଉଛନ୍ତି, ସିଏ ହେଉଛନ୍ତି ତାଙ୍କ ସ୍ତ୍ରୀର ଧର୍ମର ପ୍ରତୀକ। ସେଇ ଧର୍ମର ସିଏ ଯାହା ଯାହା କରିଛନ୍ତି ଜୀବନରେ, ତାଙ୍କ ସ୍ୱାମୀକୁ କେବେ ବି ପତନ ଦିଗକୁ ନେଇନାହାନ୍ତି, କେବେ ବି ଭୁଲ କାମ କରିବାକୁ ଦେଇନାହାନ୍ତି। ଜୀବନରେ ଛାଇ ଭଳି ତାଙ୍କ ସ୍ୱାମୀକୁ ଜଗି ରହିଛନ୍ତି। ଜୀବନରେ କେମିତି ସେଇ ହେଉଛି ସ୍ତ୍ରୀ ଯିଏକି ତାର ସ୍ୱାମୀକୁ ନେଇକି ସେଇଠି ପହଞ୍ଚାଇଥାଏ, ସେଇ ସତ୍ୟ ସହିତ ଯାହାକୁ ମିଳାଇଥାଏ, ସେ ହେଉଛି ସେଇ ସ୍ତ୍ରୀ। ତେଣୁକରି ତାଙ୍କୁ ସିନା କେହି ଚିହ୍ନି ନାହାନ୍ତି, ତାଙ୍କୁ ଭଗବାନ ହିଁ ଚିହ୍ନିଛନ୍ତି। ସିଏ ଭଗବାନଙ୍କର ପ୍ରିୟ ପାତ୍ର ହେଇଯାଇଛି। ନା ସିଏ ତ କାହାକୁ କୁଟା କ୍ଷୀରଟେ ବି ଦିଏନି, ଆଉ ସେ ଯାହାକୁ ଦିଏ ଲୁଚେଇ ଲୁଚେଇ। ହଁ, ସିଏ ଯାହାକୁ ଦେଇଛନ୍ତି, ତମେ କ'ଣ ଦେଇଛ କି? ନା ମୁଁ ବହୁତ କିଛି ଦାନ ଦେଇଛି। ନା ତମେ ଦାନ ବଦଳରେ ତମେ ବହୁତ କରତାଳି ପାଇସାରିଛ, ବହୁତ ପ୍ରଶଂସାର ପାଇସାରିଛ। ବର୍ତ୍ତମାନ ଦେଖୁଛନ୍ତି, ଆମେ ଯାହା ବି ଟିକେ ଦେବା, ଆମେ ତା ପରଦିନ ଅଣ୍ଡାଳିବା, ପେପରରେ ଆମ ନାଁ ବାହାରିଛି ତ, ମୁଁ ଏତିକି ଦେଇଛି ବୋଲି। ତେଣୁ ତୁମେ ଯାହା ଯାହା ସବୁ କରିଛ, ଯାହା ଯାହା ଦେଇଛ, ତାହା ସମାଜରେ ତମର ପେପରରେ ବାହାରି ସାରିଛି। ତମେ ତାର ପରିଣାମ ତାର ପାଇସାରିଛ, ତାର ଫଳ ପାଇସାରିଛ। ସେ ଯାହା ବି ସବୁ କରିଛି, ଭଗବାନଙ୍କ ପାଇଁ ଲୁଚେଇ ଲୁଚେଇ କରିଛି। ତାକୁ ସେ ସବୁତକ ତା ଗଣ୍ଠୁଲିରେ ବାନ୍ଧିକି ଆଣିଛି। ତାର ଫଳ ସ୍ୱରୂପ ପାଇବେ ତା ସ୍ୱାମୀ। ତେଣୁକରି ସେ 2 ଜଣ ଯିବେ କୋଉଠିକି? ନା ସ୍ୱର୍ଗ। ତମେ ଆହୁରି ପ୍ରସ୍ତୁତ ହୁଅ। ତମ ଜୀବନ ଏଇଠୁ ଆରମ୍ଭ। ତମେ ଏଇ ଅନ୍ଧାର କୋଠରୀରେ ରହିକି ଜୀବନ କ'ଣ ତମେ ବୁଝ, ଜୀବନ କ'ଣ ତୁମେ ଜାଣ। ତେଣୁ ଏହା ହିଁ ହେଉଛି ଆମର ଜୀବନ, ଯେ ପ୍ରକୃତରେ ଆମେ କାହିଁକି ଆସିଛନ୍ତି, କ'ଣ ଆମର ଆଭୂଷଣ। ବର୍ତ୍ତମାନ ଯେତେବେଳେ ଗୋଟିଏ ଝିଅଟେ ବିବାହ କରୁଛି, ମତେ ଦେଖିଲେ ଦୁଃଖ ଲାଗୁଛି। କେତେ ସେ ହାତରୁ ଗୋଡ଼ ପର୍ଯ୍ୟନ୍ତ ସଜେଇ ହେଉଛନ୍ତି। ବିଶେଷ କରି ଆହୁରି ଦୁଃଖ ଲାଗୁଛି ତାଙ୍କ ମା ମାନଙ୍କୁ। ବର୍ଷେ ଆଗରୁ ସେ ଯେତେବେଳେ ମୁଁ ଯାଏ, ପ୍ରାୟ ସମସ୍ତଙ୍କ ଘରେ ଗୋଟେ ବସ୍ତା ବନ୍ଧା ହେଇକି ଥାଏ। ନା କ'ଣ ଏସବୁ ଝିଅ ପାଇଁ ଷ୍ଟିଲ ଜିନିଷରୁ, ପିତ୍ତଳ ଜିନିଷରୁ ଆରମ୍ଭ କରିକି ଆହୁରି କେତେ ସୁନା ଗହଣା, କ'ଣ ସବୁ ସେ ଆଭୂଷଣ ମା ମାନେ ସଜେଇ ଦେଇଥାନ୍ତି, ରଖିଥାନ୍ତି। ତା ପାଇଁ ନା ତାଙ୍କ ଝିଅ ଏସବୁ ନେଇକି ଯିବ। ପ୍ରକୃତରେ ଏଇ ଯୋଉ ଝିଅଟି, ତା ମା ତାକୁ କ'ଣ ଦେଇଥିଲା, ଯାହା ଫଳରେ ସିଏ ତାର ସ୍ୱାମୀକୁ ଆଜି ସ୍ୱର୍ଗ
को ନେଇଗଲା। ତେଣୁକରି କୋଉ ଭଳି ଆଭୂଷଣ ଆମେ ଦେବା ଆମ ସନ୍ତାନକୁ, ସେଇ ଆଭୂଷଣ ଆମ ପାଖରେ ଥିଲେ ତ ଆମେ ଦେଇପାରିବା। ସେଇ ଆଭୂଷଣର ଆମେ ନିଜେ ଧାରଣ କରିଥିଲେ ତ ଆମେ ଦେଇପାରିବା ଆମ ସନ୍ତାନ ମାନଙ୍କୁ। ନହେଲେ କ'ଣ ତାକୁ ଦେଇକି ଛାଡ଼ିବା? ଏଇ ସୁନା ଗହଣା ଏଇଆକୁ ନେଇକି ସେ ତାର ଘର ତିଆରି କରିବ, ତା ସ୍ୱାମୀକୁ ତିଆରି କରିବ, ତାର ଛୁଆ ପିଲାକୁ ତିଆରି କରିବ। କୋଉ ଆଭୂଷଣ ଦେଲେ ସିଏ ଯାଇକି ତାର ସ୍ୱାମୀ ଘରକୁ ସୁନ୍ଦର ଭାବରେ ସଜେଇ ପାରିବ? ସାବିତ୍ରୀ କ'ଣ ଦେଖିକି ଆସିଥିଲେ? ରାଜଉଆସ ଦେଖିକି ଆସିଥିଲେ। କିଭଳି ବର୍ତ୍ତମାନ ବର ଦେଖିବା? କେତେ ଦୁଃଖ ଲାଗୁଛି ବର୍ତ୍ତମାନ ସମାଜକୁ ଦେଖିଲେ। ନା ଯେତେ ବଡ଼ ସିଏ ଟଙ୍କା ରୋଜଗାର କରୁଥିବ, କେତେ ବଡ଼ ଚାକିରି କରିଥିବ, ତା ପରିବାରରେ କେହି ନଥିବ ତ, ସେ ଗୋଟିଏ ପୁଅ ହେଇଥିବ ତ। ଆମେ ଛୁଆମାନଙ୍କ ମୁଣ୍ଡରେ ଏଇ କଥା ହିଁ ପୁରଉଛନ୍ତି। ତାହେଲେ ସେ ପରିବାର ଶିଖିବ କ'ଣ? ପରିବାର ସେ ଜାଣିବ କ'ଣ? ଆମେ ତ ଏହା ହିଁ ପୁରଉଛନ୍ତି ତାଙ୍କ ମୁଣ୍ଡରେ। ତେବେ ଏସବୁର ଅଭାବ ରହିଛି କାହିଁକି? ନା ପ୍ରକୃତରେ ଆମ ନିଜ ଭିତରେ ଜଣେ ଦିବ୍ୟ ନାରୀ ହେଇଥିଲେ ତ ସେ ଗୋଟିଏ ଦିବ୍ୟ ସନ୍ତାନକୁ ଜନ୍ମ କରିଦେଇ ପାରିବ। ଗୋଟିଏ ଆମ୍ବ ଗଛରୁ ଗୋଟିଏ ଆମ୍ବ ଗଛ। ତେଣୁକରି ମୁଁ ଗୋଟିଏ ଆମ୍ବ ଗଛ ତ, ମୁଁ ଗୋଟିଏ ତୁଳସୀ ଗଛ ତ, ମୁଁ ଜଣେ ଦିବ୍ୟ ନାରୀ ତ। ତେଣୁ ଇଏ ଗୋଟିଏ ବିରାଟ ବିଷୟ। ଆଭୂଷଣ ଗୋଟିଏ ଛୋଟିଆ କଥା ନୁହଁ। ତ ଜନ୍ମ ପୂର୍ବରୁ ସେ ଆଭୂଷଣକୁ ମୁଁ ଧାରଣ କରିଥିବି। ତାପରେ ମୁଁ ଯେତେବେଳେ ମା ହେବି, ସେଇ ଗର୍ଭରେ ଥିବା ମୋ ସନ୍ତାନ ଭିତରେ ମୁଁ ସେଇ ଆଭୂଷଣକୁ ଭରିଦେବି। ଭରିଦେଲେ ସେଇ ଆଭୂଷଣକୁ ନେଇକି ଯୋଉ ସନ୍ତାନଟିଏ ଆସିବ, ସେ ସାରା ବିଶ୍ୱର କୁ ବୁଝିପାରିବ, ତାର ଦାୟିତ୍ୱ ନେଇପାରିବ। ତେଣୁକରି କୋଉ ଭଳି ମୁଁ ଆଭୂଷଣ ତା ଭିତରେ ଭରିଦେବି? ଇଏ ହେଇଯିବ ମୋର ଜନ୍ମ ପୂର୍ବବର୍ତ୍ତୀ ଶିକ୍ଷା। ପ୍ରଥମେ ମୁଁ ଗୋଟିଏ ସୁନ୍ଦର ନାରୀ ହେବି। ଗର୍ଭ ଭିତରେ ମୋର ଯିଏ ରହିଛି, ଯିଏ ଆସୁଛି, ମତେ ସେତେବେଳେ କ'ଣ ହେବାକୁ ପଡ଼ିବ? ଆମେ ସମସ୍ତେ ମହାଭାରତ କଥା ଜାଣୁଛନ୍ତି, ସବୁ ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ଏବେ ଆହୁରି ଦୁଃଖ ଲାଗୁଛି। ସେ ଆଗରୁ ତ ଯାହା ଥିଲା, ବର୍ତ୍ତମାନ ଗର୍ଭରେ ବି ରହିଲେ ସେମାନେ କ'ଣ ତାମସା ସବୁ କରୁଛନ୍ତି। ସିଏ ଗୋଟେ ହେଇଗଲାଣି, ସିଏ ଗୋଟେ ବାହାଘର ଭଳିଆ, ସିଏ ଗୋଟେ କ'ଣ ହେଇଗଲାଣି। ତେଣୁକରି କେତେ ସଚେତନ ହେବାକୁ ପଡ଼ିବ। କାହାକୁ ଡାକିବା ପାଇଁ ପଡ଼ିବ? ମୋ ଗର୍ଭକୁ କାହାକୁ ଡାକିବା ପାଇଁ ପଡ଼ିବ? କେମିତି ଡାକିବା ପାଇଁ ପଡ଼ିବ? ମୁଁ କାହାକୁ ଆହ୍ୱାନ କରିବି ମୋ ଭିତରକୁ? କେବେ ଆମେ ଚାହିଁ ନାହାନ୍ତି? ଆମେ ଏତେ ପୂଜା କରୁଛନ୍ତି, ସମସ୍ତଙ୍କ ଫଟୋ ଆଣିକି ପୂଜା କରୁଛନ୍ତି, ଯୋଉ ଭଗବାନଙ୍କୁ ପୂଜା କରୁଛନ୍ତି, ଏତେ କଥା ମାଗୁଛନ୍ତି। ମୁଁ ସବୁବେଳେ ମା ମାନଙ୍କୁ କହେ, କାହିଁକି ମୁଣ୍ଡ ବାଡ଼େଇ ବାଡ଼େଇ ସେ ମୁଣ୍ଡଟାକୁ ଖଣ୍ଡିଆ କରୁଛ? ନା କାହା ପାଇଁ ମାଗିବୁ? ସେଇ ତ ଛୁଆ ପିଲାଙ୍କ ପାଇଁ ମାଗୁଛୁ। କେତେ କଥା କାହିଁକି ମାଗୁଛ? ଗୋଟିଏ କଥା ମାଗୁନ, ହେ ପ୍ରଭୁ ତୁମ ଭଳିଆ ମୋ ଛୁଆଟା ହେଇଯାଉ। ସେଇଥିରେ ତ ସବୁ ରହିଗଲା। ତମେ ଯାହା, ତମରି ଭଳି ଠିକ୍ ମୋ ଛୁଆଟା ହଉ। ସେଇ ପ୍ରଭୁଙ୍କୁ ଦେଖିକି ଆମେ କ'ଣ କହିପାରିବାନି? ହେ ପ୍ରଭୁ ତୁମେ ହିଁ ମୋ ଗର୍ଭକୁ ଆସ, ମୋର ତୁମେ ହିଁ ଦରକାର। ଯଦି ଯଶୋଦା ଗର୍ଭରେ ଆସିପାରିଲ, ଯଦି ଦେବକୀ ଗର୍ଭରେ ଆସିପାରିଲ, ଯଦି କୌଶଲ୍ୟା ଗର୍ଭରେ ଆସିପାରିଲ, ତେବେ ମୋ ଗର୍ଭକୁ କାହିଁକି ଆସିବନି? ଯଦି ଅତିମାନବ କହୁଛନ୍ତି ପ୍ରଭୁ ଏଇ ନାରୀର ଗର୍ଭରେ ହିଁ ଆସିବ, ତେବେ ତ ତମେ ହିଁ ଅତିମାନବ ହେଇକି ଆସ ମୋ ଗର୍ଭକୁ। এইভাবে আমাকে প্রস্তুত হওয়া পড়ে। তেণুকরি जो बापा सुंदर भाव कहले जो हाफ पैंट कथा कहते यही हाफ पैंट पिंधिकी आमको आ रास्ता नाचबार समय ना हाफ पैंट पिंधिकी जो मोबाइल सब कौन करती मत से आसेनी कर आम पाखे समय ना समय आम पाखे बहुत कम आमको प्रस्तुत होगापाई पड़ो आमको निजक तैयारी होगापाई पड़ो। तेणुक केमी भाव आम निजक तैयारी करवा केमी भाव आमको से 10 मास से 10 दिन केमी भाव आमको सचेतन होगा पड़ो। तीले तीले प्रति मुहूर्त
प्रति मुहूर्त आमको तैयारी होगापाई पड़ो। मो भितर जी अच्छी सी सबू शुणुंट सबू जानूंट किंतु कौन कहते से छोट पिलाटा से किसी बुझीपारबनी से किसी जानीपारबनी मन इच्छा तक आम कौन करती आम से समय केते केते कथा केते मजलिस केते कौन करती एबे भी संध्या बेले गार्डियन मन को घर को पळैला परे माँ माने रोसई करुथबे काहेकि एते तरतर हे कि रोसई करूछ ना पिलाटा ट्यूशन पळैले आगो को जो सीरियल सब अछि देखाओ तले जो सीरियल वाला को सब देखि जो रोसई सब चाली छी से सीरियल लो कैरेक्टर वाला को से तरकारी भीतर पसि जाउनी जदि से तरकारी को खाइबे ताले हम छुआ कोन कोन हे बसी सही भली कैरेक्टर ही है कि आसी बसी आमे सीरियल ले देखुछंती आमे तो तरकारी करू नहंती हम कैरेक्टर उडा हम मुंडरे चालुची एई उडा को सब चालुची केते बेले मैं शीघ्र शीघ्र धाई धाई की करबी तापरे बसी की देखिबी तो जहा को मो भाबुची तारी सेई भावनार सबुतक आ तरकारी किछि मिसिलानी केवल सेई मसला गुडा को ही मिसिला ताकू खाइले किए ना मोर संतान मो सासु ससुर मो स्वामी वर्तमान सीरियल तो किसी भी नहीं केवल झगड़ा मारपीट ये तक भूल बुझिले सी तक भूल बुझिले बाकी भाइटाल जोटा कि अति समस्त आम शुणा जोटा सीरियसली कहीं वर्तमान गोटे छुआ 2-3 रु ता भितर पशुचे जे लव से लव कौन बुझी पारुनी साधारणतः भाइटाल को से लव बोली कहूँ कि ताकू तो आमे गर्भरे रखिला बेले आमे से रिलेशन कले जहा को से सिखिला पुणी आमे ताकू देखिले ताकू भी से सिखिला आमे सेही भली कथा हेले से सुनिला पुणी जन्म पुणी हेई के आसी सरला परे जो तरकारी कले से तरकारी रे ही वर्तमान जो फिल्म सीरियल जहा भी सब से गुडा से को भाभी भाभी ताकू कले ताकू भी मो संतान खाइला से को भलिया संतान ही की भारिबो ता भितर कहीं से गुड़ा सब पशिबनी आउ आमे कहउचंती ना मो संतानटा एमती हेई गला ना ताकू इंजेक्शन दिया माने देई कि आमे सब ता भितर से गुड़ा को सब पुरई चंती प्रत्येक गुण गुड़ा को आमे पुरई चंती छुआ बेले जते बेले से कुनी कुनी हाथ रे जते बेले हम गालू को जते बेले मारुछि हमको सेते बेले भारी गति भारी कुतकुतिया लागुछि जते बेले से बड़ होछि हाथ उठाउछि ए तू कहा को हाथ उठा ताको हाथ उठेबा शिखिला किए ताको मोबाइल धरिबा शिखेइला किए आगुरो माँ माने बसिकी रामायण महाभारत गीता शुणेकी खोई दउथिले छुआ मान को सोई दउथिले छुआ मान को वर्तमान मोबाइल टे धरिकी छुआ मान को खुआ होउची सुआ होउची ताहले जते बेले से बड़ हेले देखुची आमे कहूछु नाइ नाइ तार पाठ पढिबा समय आसिगलानी से पाठ पढिबो मोबाइल धरिबो तेबे कौन ता भितर आमे आभूषण पुरेइले कारण से आभूषण ही आम भितर नाही जहाँ भी आमे सब करूछंती तब सब ताको सिखौछंती जते बेले से बड़ होई जाउछि आमे ता ऊपर दोषटा को दुर्बलता को लदी दउछंती ना कोन ए सब से भाबुछि बहुत ही छोट पिला माने ए सब करंतिनी बड़ होई गेले आमे कथा तू एठो गलु घरे थाई कि ताको आमे मिथ्या सिखौछंती जा कहीदेबू बापा नहांती घरे जा कहीदेबू माँ आज नहीं घरे हाँ बापा घरे थाउ थाउ कौन मना कर दउछंती ना बहुत हुए बड़ हेले मिछ कहंती तेणुकर से शिखिला छुआ होची गोटे चार्ज जहाँ से ता भितर इनपुट सब करिवो बड़ हेले सीटा आउटपुट हे कि बाहरिवो जाओ जो आभूषण टिकक ता भितर पुरेइबा से आभूषण को बड़ हेले से परिप्रकाश करिवो तेणुकर से शिखिला बड़ हेले मिछ कहंती बड़ हेले एमिति करंती तेणुकर जो नारी भितर ते माने विनम्रता गुण अछि माँ कहउछंती जो दिव्य जुगर को से गढ़िबो तेबे से केमिति भाबरे तयारी हबो आ गोटे छोटिया गपटे थरे गोटे ग्राम रे समस्त यज्ञ करंती से तेणुकरी
ଯେତେବେଳେ ଯଜ୍ଞ ସମସ୍ତଙ୍କ ଘରେ ହୁଏ, ଥରେ ହଠାତ୍ କ'ଣ ହେଇଛି ନା ଜଣଙ୍କର ସ୍ୱାମୀ ଏମିତି କାଶୁ କାଶୁ ହଠାତ୍ କିନା ଯଜ୍ଞ କୁଣ୍ଡରେ ପଡ଼ିଯାଇଛି। ତାଙ୍କର ଟିକେ ନାଗରୁ ସେଇ ଛେପ ଟିକେ ପଡ଼ିଯାଇଛି। ସେଇଠୁ ତାଙ୍କ ସ୍ତ୍ରୀ ଆସିକି ଦେଖିକି କହୁଛନ୍ତି, କ'ଣ ଗୋଟେ ଚିକ୍ ଚିକ୍ ମାରୁଛି ସେ ଯଜ୍ଞ କୁଣ୍ଡରେ। ଆଣିକି ଦେଖିଲା ବେଳକୁ ସେଇଟା ହେଉଛି ସୁନା। ସେଇଠୁ ତାଙ୍କ ସ୍ତ୍ରୀ କହୁଛନ୍ତି, କେମିତି ବାହାରିଲା ଟିକେ କହିଲ? ଏମିତି କ'ଣ ଟିକେ ଆସିଥିଲି, ଏମିତି ପଡ଼ିଗଲା, କ'ଣ ଟିକେ ସୁନା ହେଇଗଲା। ଆଉ ତୁମେ ଡେଲି ଡେଲି କାଶୁନ, ଡେଲି ଡେଲି ସେ ଯଜ୍ଞ କୁଣ୍ଡରେ ପଡ଼ୁ। ଆମେ ଏଇ ଚାଳିଆ ଘରେ କାହିଁକି ରହିବା? ଆମେ କୋଠା କରିବା ନା। ଆଉ ତେଣୁକରି ତମେ ଡେଲି ଡେଲି ଏମିତି ଜାଣି ଜାଣି କରିବ। ଜାଣିଥିବେ ସ୍ତ୍ରୀ ଲୋକଙ୍କ ଭିତରେ କିଛି ବି ରହିବନି। ସେ ମିଛୁଟାରେ ଖାଲି ମନା କରିବେ, ନା କହିବୁନି, ନା କହିବୁନି। ସେ ଯେମିତି ହେଲେ ଇନଡାଇରେକ୍ଟ କାହାକୁ ନା କାହାକୁ କହିଦେବେ। ତେଣୁକରି ତା ପରଦିନ ଯେତେବେଳେ ସମସ୍ତେ ଗାଧୁଆ ତୁଠକୁ ଯାଇଛନ୍ତି ଗାଧେଇବା ପାଇଁ, ଏମିତି କିଛି ଦିନ ପରେ ହଠାତ୍ ତାଙ୍କର ମାନେ ବଡ଼ ଲୋକ ହେଇଯାଇଛନ୍ତି, ଟିକେ ଘର ଚେଞ୍ଜ ହେଇଛି। ଆରେ ତୁମ ଘର କେମିତି ଏତେ ବଡ଼ ଘର ହେଇଗଲା? ଏମିତି ତ ଥିଲା ଛପର ଘରଟା। ନା ତୁ ଜାଣିନୁ କି ମୋ ସ୍ୱାମୀ ଏମିତି କରୁ କରୁ ଏମିତି ହେଇଗଲା। ମୋ ସ୍ୱାମୀ କହିଲେ ଡେଲି ଡେଲି କର, ଡେଲି ଡେଲି ତେଣୁକରି ଯାହା ହେଉଛି ଆମେ ତାକୁ ବିକି ଭାଙ୍ଗିକି ତାକୁ ଧୀରେ ଧୀରେ ବଡ଼ ଲୋକ ହେଉଛୁ। ତୁ ମୋ ସ୍ୱାମୀକି କହୁନୁ, ସିଏ ବି ସେମିତି କରିବ। ହଁ ଏମିତି କଥା କି? ଏମିତି ହେଇକି ଧୀରେ 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 ସମସ୍ତ ସେଇ ଫର୍ମୁଲା ହେଲା। ଆଉ ଜଣେ ସ୍ତ୍ରୀ ଲୋକ, ତାର ସେମିତିଆ ଝୁମ୍ପୁଟି ଘର। ଆରେ ତୁ କହୁନୁ କି ତୋ ସ୍ୱାମୀକି କିଛି ଶିଖଉନୁ କି? ନାଇଁ ନାଇଁ, ମୋର ସେସବୁ ଦରକାର ନାହିଁ। ତା ସ୍ୱାମୀ ବି କହିଛନ୍ତି, ଆଉ ସମସ୍ତେ ବଡ଼ ଲୋକ ହେଲେଣି, ଆମେ ଟିକେ ହେବାନି। ନାଇଁ ନାଇଁ, ଯଜ୍ଞ କୁଣ୍ଡ ପରା ଭଗବାନଙ୍କର କୁଣ୍ଡ, ସେ ଭୁଲ ଆମେ କରିବାନି। ନା ତମେ କ'ଣ ଏଇ କୋଡ଼ିଆରେ ଶାନ୍ତି? ହଁ ମୁଁ କୋଡ଼ିଆରେ ଶାନ୍ତି। ସମସ୍ତେ କେତେ ଚକାଚକ ପୋଷାକ କହିଲ ପିନ୍ଧୁଛନ୍ତି, କେତେ ନୂଆ ନୂଆ ପୋଷାକ। ମୋର କିଛି ପୋଷାକ ଦରକାର ନାହିଁ, କିଛି ବି। ମୁଁ ସେଇଥିରେ ହିଁ ଶାନ୍ତି। ବର୍ତ୍ତମାନ ଯେମିତି ସାବିତ୍ରୀ ଅମାବାସ୍ୟା ହେଲା ପୂର୍ବରୁ, ତା ପୂର୍ବରୁ ଶାଢ଼ୀ ଚୁଡ଼ି ନହେଲେ ଆଉ ଓଷା ହଉନି। ତେଣୁକରି ସେଟା କି ଓଷା ମୁଁ ବି ବୁଝିପାରେନି। ତେଣୁକରି ସେ କ'ଣ କହିଲା, କହିଲା ମୋର କିଛି ବି ଦରକାର ନାହିଁ, ମୋର କିଛି, ମୁଁ ଏଇଥିରେ ହିଁ ଶାନ୍ତି ଅଛି। ଆଚ୍ଛା ତମ ଛୁଆ ପିଲା ବି ଏଇଥିରେ ଅଛନ୍ତି, ସେଇଥିରେ ଖୁସି। ନା ପ୍ରଭୁ ପରା ଆମ ପାଖରେ ଅଛନ୍ତି, ଏଇ କୋଡ଼ିଆରେ ପ୍ରଭୁ ପରା ଅଛନ୍ତି। ତେଣୁ ଯୋଉଠି ପ୍ରଭୁ ଅଛନ୍ତି ସେଠି ଆଉ କୋଡ଼ିଆ କ'ଣ? ସବୁଥିରେ ମୁଁ ଶାନ୍ତିରେ ଅଛି, ମୋର କିଛି ଦରକାର ନାହିଁ। ନା ଆମେ ଏମିତି ଥିବା? ହଁ ଥିବା। ତାପରେ ତାଙ୍କର ନିୟମ କ'ଣ ହେଲା ନା ପ୍ରତି ସପ୍ତାହରେ ଜଣେ ଜଣେ ଭଲ ଭାବରେ ଖାଇବାକୁ ଦେବେ। କାରଣ ସମସ୍ତେ ଧନୀ ହେଇଗଲେ ନା, ସମସ୍ତେ ଖାଇବାକୁ ଦେଲେ। ବଢ଼ିଆ ରକମର ଆଙ୍କ ପାଳି ଆସିଲା। କ'ଣ କରିବେ? ଇଏ ତ ଖାଇବାକୁ ଦେବେ ନା, ପଇସା ଆସିବ କୋଉଠୁ? ତାଙ୍କ ସ୍ୱାମୀ କହିଲେ, ଦେଖିଲ ଟିକେ ଯଦି ତମେ ମୋ କଥା ଶୁଣି ଦେଇଥାନ୍ତ ଆମେ ବି ଦେଇଥାନ୍ତେ। ନାଇଁ, କିଛି ଦରକାର ନାହିଁ ଆମର। ଦେଲେନି, ଖାଇବାକୁ ଦେଇପାରିଲେନି। ନା କ'ଣ ହବ ନା ତମେ ଯଦି ଭଲ ଭାବରେ ଖାଇବାକୁ ଗାଁ ଲୋକକୁ ନ ଦେବ, ତାହେଲେ ତମେ ଏ ଗାଁରୁ ବାହାରିବ। ଠିକ ଅଛି, ଆମେ ଗାଁରୁ ବାହାରିବା ପାଇଁ ପ୍ରସ୍ତୁତ। ତାପରେ ଗାଁରେ କ'ଣ କଲେ ନା ସମସ୍ତେ ମିଶିକି ଏ ସ୍ୱାମୀ ସ୍ତ୍ରୀକୁ ବିଦା କରିଦେଇଛନ୍ତି। ଯେତେବେଳେ ସେ ଯାଇକି ଗାଁର ଯାଇକି ଶେଷ ମୁଣ୍ଡରେ ଗାଁଠୁ ଟିକେ ବାହାରି ଯାଇଛନ୍ତି ପଦାକୁ, ହଠାତ୍ ଦେଖା ହେଲା କ'ଣ ନା ଗାଁଟା ଯାକ ଜଳିଗଲା ନିଆଁରେ। କାହିଁକି ଏପରି ହେଲା? କାହାର ଧର୍ମ ଅଟକେଇଥିଲା ସେ ଗାଁକୁ? ନା ଏମାନେ ଏତେ ଅଧର୍ମ କରୁଥିଲେ। ତା ଭିତରେ ଜଣିଏ ନାରୀ ଯିଏକି ଏତେ ଧର୍ମପରାୟଣ ଥିଲା, ଏତେ ସିଏ ମାନେ ମାନୁଥିଲା ଭଗବାନଙ୍କୁ ଏତେ ବିଶ୍ୱାସ କରୁଥିଲା। ତାର ବିଶ୍ୱାସ ହିଁ ସେ ଗାଁକୁ ସୁରକ୍ଷା ଦେଇଥିଲା। ଯେତେବେଳେ ସେଇ ସ୍ତ୍ରୀ ଜଣକ ଯେତେବେଳେ ତା ସ୍ୱାମୀ ତା ପିଲା ଛୁଆକୁ ଧରିକି ପଳେଇ ଆସିଲା, ସାଙ୍ଗେ ସାଙ୍ଗେ ନିଆଁ ଲାଗିଗଲା। ତେଣୁକରି ଏଇ ନାରୀ ଯଦି ଚାହିଁବ, ସେ ଗୋଟିଏ ଗାଁ ନୁହଁ, ପ୍ରଭୁ କହୁଛନ୍ତି ସାରା ଏଇ ଯେଉଁ ଅତିମାନବ ଯେଉଁ ଯୁଗ ଆସୁଛି, ସାରା ଅତିମାନବ ଯୁଗଟାକୁ ସେଇ ନାରୀ ହିଁ ରୂପ ଦେବ। ତେଣୁକରି ଆମେ ଯଦି ସେମିତି ଯଦି ତିଆରି ନ ହେଇପାରିବ, ତେଣୁ ଏଇ ନାରୀ ଖାଲି ଗୋଟିଏ ଗାଁ ନୁହଁ, ସାରା ବିଶ୍ୱଟାକୁ ହିଁ ଏଇ ନାରୀ ବଦଳେଇବ। ତେଣୁକରି ଶୁଭୁନି କି ପଛପଟକୁ? ଶୁଭୁଛି ତ?
हेलो तेणुक खाली नारी गोटे गाँ को बदल दे पारे ना सारा विश्वटा भी निर्भर करुछे नारी उपर तेणुक समस्ते आम सेमती तैयारी हवा खाली भौणी माने नुह भाई माने मध्य कारण समस्ते ही हमें मत लगे आम समस्ते नारी बोध हुए से एकुटिया जड़े मात्र पुरुष तेणु समस्ते आम लगी से जुग सब बड़े आम पिला से शिक्षा देवा इच्छा हुए नी मो संतानटा ध्रुव हो इच्छा हुए नी मो संतानटा प्रहलाद हो इच्छा हुए नी मो संतानटा दुर्गा हो सरस्वती हो ध्रुव राति अधरे पड़े कौटी ना बण को पड़े प्रहलाद अग्नि भितर पकईदेले भी हसुथिले समुद्र भितर पकईदेले भी हसुथिले कौन देइथिला को आभूषण भरीथिला ता मां से प्रहलाद भितर आमको कहा जाउछि टिके अंधार हेले जानी रे पता को जानी अंधार ही गलानी आउ जानी घड़घड़ी चड़चड़ी मारुछि पदा को जानी जो भयटा आम भितर आज पर्यंत भी अच्छी आम चड़चड़ी को देखिले डरुचंती अंधार को देखिले डरुचंती कौटी टिके कौन हेले डरुचंती सेठी पाटितुंड हेलानी जाओनी कि आम शिखौना जारे तू समाधान कर यदि कौटी अग्नि लगी जाओ लिभेबो कारण तू मो संतान से शिक्षा हमें दौना नहीं तू जानी तेणुक आम संतान माने वर्तमान अंधार को देखिले डरुचंती टिके कौन हेले डरुचंती किंतु सेठी प्रहलाद समुद्र भितर पकईदेले माँ शिखई समुद्र भितर भी भगवान अच्छा मत धरी ने सी हसी हसी पड़ोची किंतु आमे पानी की टिके देखिले डरुछंती कारण आमको शिखाई कौन भगवान कौटी ना कौटी अच्छा ना ठाकुर घर भितर बंदी होगी अच्छा सी पुणी सका पूजा सरला स्क्रीन दिज्व पुणी खोल के संध्या बेले पुणी संध्या बेले पुणी सरला पुणी स्क्रीन टंगा जीव भगवान केवल थाक भितर स्क्रीन भितर रहती आउ कौटी ना किंतु आमर ए घर 4-5 भगराज आमर आ भगवान घर से टुंगी घर भितर से कौन बंदी होगी रुहति सकाଳେ खोला हुआ संध्या बेले खोला हुआ सकाଳେ टिके धूप बास्ना कारण से धूप बास्ना के शुंगी ना सकाଳେ टिके धूप बास्ना बुलाई देवा आउ एडिके टिके थालिया किले उखुड़ा नहीं आसिले अध किले उखुड़ा नहीं आसिले से पड़ेब 6 मास कारण से गोटे गोटे उखुड़ा खाती ना भगवान गोटे गोटे उखुड़ा खाती छुआ भी शिखिला आमको मुंड ऊपर फूल देले आम कौन कहवा यदि रास्ता जाऊँ जब मुंड ऊपर जगह फूल देकी चलना आम कहीं पागलटा हो गला ना कौन किंतु भगवान को मुंड ऊपर आम फूल भी दियंती भगवान को ऊपर फूल दियंती थालिया गोटे उखुड़ा दियंती ना भगवान से पेट भरजिव ये जो चिंताधारा आम छुआ भीतर पुरेले से भी बसिला सी क्यों शिक्षा देले नाई रे भगवान सबुठी अछंती गोपाल गोप समस्ते जानी जाओ अंधारे जाओ मन मोर के नाती तो भाई अच्छे अंधार कोण भितर तो भाई को डाकिबो तो भाई आसिक तोते रक्षा करिवो ना जानला डाकिला कृष्ण आसिले समस्ते आमे जानी ई गपटी तेणु करी जो संतान निया को डरु नथिला पानी को डरु नथिला ता मां शिखई थिला नियारे भी से अछंती तू डरेबुनी से आसिक तोते धरिबे सबुठी अछंती तेणु शेषरे भी से कहले ता बापा ए खुंब भितर भी कोन तोर भगवान अछंती हां अछंती बाहरले सी तेबे से भगवान जे सबुठी अछंती एई गुणटी हमें काहे छुआ भितर न देबा एई जिनछटी जदि हमें छोट बड़ ता भितर भरी देबा से निजे ही जीव जड़े भगवान तेणु सब जिनस आम जहाँ पढ़ुंट जहाँ शुणुंट ताकू आचरण में करवा कहवा करवा भिन्न जेठी धर्म नुह अधर्म से तेणुक जहाँ आम कहूँ जहाँ शुणुंट ताकू जमी आम आचरण में करवा ई माँ पाठचक्र नुह जे खाली आम शुणीदेवा भागवत घरे बसईदेवा तापर चिंता करवा 7 दिन पर कौन भोजी भात देवा कौन भोजी आइटम हम तेणुक ये पाठचक्र से नुह भाई माने आम जहाँ ये पाठचक्र आम जीवन बदल देवार
ତେଣୁ ଯାହା ଆମେ ଶୁଣିବା କେବଳ ନିଜକୁ ତିଆରି କରିବା। ଆଉ ଏଠି ଭୋଜି ଭାତର ସମୟ ଚାଲି ଯାଇଛି। ଏ ଯେଉଁ ପୂଜା କରିବାର ସମୟ ଚାଲି ଯାଇଛି, ମା କହୁଛନ୍ତି ଯେଉଁମାନେ ଦୁର୍ବଳ ସେଇମାନେ ହିଁ ପୂଜା କରନ୍ତି। ଆଉ ପୂଜା କରିବା ସେମିତି ସମୟ ଚାଲି ଯାଇଛି, କେବଳ ଆମେ ନିଜକୁ ବଦଳେଇବାର ସମୟ ଆସିଯାଇଛି। କାରଣ ଆମେ ହେଉଛନ୍ତି ତାଙ୍କରି ସନ୍ତାନ, ତାଙ୍କରି ପରୀକ୍ଷା ହେବା। ଅପା କହିଥିଲେ ଆଉ 2 ମିନିଟ୍, ତେଣୁକରି ବୋଧହୁଏ ସେ 2 ମିନିଟ୍ ହେଇଯାଇଛି। ସମସ୍ତଙ୍କୁ ମୋର ପ୍ରଣାମ, ବନ୍ଦେ ମାତରମ୍, ଅନେକ ଅନେକ କୃତଜ୍ଞତା ମା। ଅପାଙ୍କର ଏହି ଦିବ୍ୟ କଥାମୃତ ଆଲୋଚନା ପାଖରେ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିବା।